ଓମ୍ ଶାନ୍ତି। ଦୟାର ସାଗର ପରମାତ୍ମା ପିତାଙ୍କର ଦୟାଶୀଳ ଆତ୍ମିକ ସନ୍ତାନମାନଙ୍କୁ ହୃଦୟର ସହିତ ଶୁଭ ସକାଳର ଶୁଭ ଅଭିନନ୍ଦନ ଜଣାଇ ଆଜିର ପ୍ରଭୁ ଚିନ୍ତନର ଆଲୋଚନା ପରିସରକୁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଜ୍ଞାନବାନ ଆତ୍ମାମାନଙ୍କର ସର୍ବତ୍ର ଆଦର ହୋଇଥାଏ। ଭୌତିକ ଜ୍ଞାନ ହେଉ ବା ଆଧ୍ୟାତ୍ମିକ ଜ୍ଞାନ ହେଉ, ତେବେ ଭୌତିକ ଜ୍ଞାନ ମାଧ୍ୟମରେ ମନୁଷ୍ୟ ଭୌତିକ ସୁଖ ସୁବିଧା ଏବଂ ସମ୍ମାନର ଅଧିକାରୀ ହୋଇଥାଏ, ଯାହା କ୍ଷଣସ୍ଥାୟୀ। ହେଲେ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଅବିନାଶୀ ପ୍ରାପ୍ତି ସୁଖ ଶାନ୍ତିର ହୋଇଥାଏ। ଯେହେତୁ ଆଧ୍ୟାତ୍ମିକ ଜ୍ଞାନ ଦ୍ୱାରା ଆତ୍ମା ସର୍ବସମ୍ପନ୍ନ ହୋଇ ପଞ୍ଚ ପ୍ରକୃତିର ମାଲିକ ହୋଇଥାଏ। ଯେଉଁ ଆଧ୍ୟାତ୍ମିକ ଜ୍ଞାନ ସୃଷ୍ଟିକଳ୍ପରେ ଥରେ ମାତ୍ର ପ୍ରାପ୍ତ ହୋଇଥାଏ, ଯାହାକୁ ଆତ୍ମିକ ଜ୍ଞାନ ବୋଲି କୁହାଯାଏ, ଏବଂ ଆତ୍ମା ସର୍ବସମ୍ପନ୍ନ ହେବା ପରେ ତାହା ପ୍ରାୟ ଲୋପ ହୋଇଯାଇଥାଏ। ଯେଉଁ କାରଣରୁ ତାହା କୌଣସି ଶାସ୍ତ୍ର ପୁରାଣରେ ବିସ୍ତାର ପୂର୍ବକ ସ୍ପଷ୍ଟ ରୂପରେ ଦୃଷ୍ଟିଗୋଚର ହୁଏ ନାହିଁ। ଫଳସ୍ୱରୂପ ସାରା ବିଶ୍ୱ ଆତ୍ମବିସ୍ମୃତ ହୋଇ ଆତ୍ମା ଏହି ସୃଷ୍ଟି ରଙ୍ଗମଞ୍ଚରେ ଅଭିନୟ ନିମିତ୍ତ ଯେଉଁ ଦେହ ରୂପକ ବସ୍ତ୍ର ପରିଧାନ କରିଥାଏ, ସେହି ବସ୍ତ୍ରକୁ ନିଜେ ବୋଲି ଭାବି ଦେହ ସର୍ବସ୍ୱ ହୋଇଯାଉଛି। ତେଣୁ ଦୟା, କ୍ଷମା, ସୁଖ, ଶାନ୍ତି ଆଦି ସଦ୍ଗୁଣକୁ ଭୁଲି ଦେହ ଅହଙ୍କାରରେ କେବଳ ଦୁଃଖ ଶାନ୍ତି ନିଜେ ଭୋଗ କରିବା ସହିତ ଅନ୍ୟକୁ ମଧ୍ୟ ଦୁଃଖ ଅଶାନ୍ତି ଦେଇ ଚାଲିଛି। ଗୀତାର ମହାବାକ୍ୟ ଅନୁସାରେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତେ, ବର୍ତ୍ତମାନ ଏହି ଘୋର କଳିଯୁଗ ବା ଧର୍ମ ଗ୍ଲାନିର ସମୟରେ ସ୍ୱୟଂ ନିରାକାର ପରମାତ୍ମା ଭଗବାନ ଆସି ଆତ୍ମଜ୍ଞାନ ପ୍ରଦାନ କରି ଆତ୍ମସ୍ମୃତି ଫେରାଇ ଆଣି ପୁନଃ ଆତ୍ମାକୁ ଦୈବୀ ଗୁଣ ସମ୍ପନ୍ନ କରାଇ ସୁଖ ଶାନ୍ତିର ଅଧିକାରୀ କରାଉଛନ୍ତି ଏବଂ କହୁଛନ୍ତି, ମଧୁର ଆତ୍ମିକ ସନ୍ତାନଗଣ, ତୁମମାନଙ୍କୁ ମୋ ଶ୍ରୀମତ ପ୍ରତି ପୁରା ଧ୍ୟାନ ଦେବାକୁ ହେବ। ବାବାଙ୍କର ନିର୍ଦ୍ଦେଶ ହେଲା, ପିଲାମାନେ, ମୋତେ ମନେ ପକାଅ। ମୁଁ ଯିଏ ଯେପରି ଠିକ୍ ସେହିଭଳି, ଅର୍ଥାତ୍ ନିଜକୁ ବିନ୍ଦୁ ଆତ୍ମା ନିଶ୍ଚୟ କରି ଜ୍ୟୋତିର୍ବିନ୍ଦୁ ଶିବ ପିତାଙ୍କୁ ମନେ ପକାଅ। ଜ୍ଞାନୀ ତୁ ଆତ୍ମା ହୋଇ ଅନ୍ୟମାନଙ୍କର ସେବା କରିଚାଲ। ଅର୍ଥାତ୍ ସାରା ସଂସାର ଯେହେତୁ ଆତ୍ମବିସ୍ମୃତ, ନିଜର ବାସ୍ତବିକ ସ୍ୱରୂପକୁ ଭୁଲି ଯାଇଛନ୍ତି, ତେଣୁ ସେମାନଙ୍କୁ ଆତ୍ମା ଏବଂ ପରମାତ୍ମାଙ୍କର ବାସ୍ତବିକ ପରିଚୟ ପ୍ରଦାନ ପୂର୍ବକ କଲ୍ୟାଣ କରିଚାଲ। ସାରା ବିଶ୍ୱରେ ଏକ ଧର୍ମ, ଏକ ଭାଷା, ଏକ ରାଜ୍ୟ, ଏକ ମତର ସ୍ଥାପନା ହୋଇ ସମ୍ପୂର୍ଣ୍ଣ ସୁଖ ଶାନ୍ତି ଆନନ୍ଦ ଭରା ନୂତନ ସୁନ୍ଦର ସତ୍ୟଯୁଗୀ ସ୍ୱର୍ଗ ଦୁନିଆ ହେଇଯାଉ, ଯେଉଁଠାରେ ସମସ୍ତେ ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ, ଅହିଂସା ପରମ ଧର୍ମ, ମର୍ଯ୍ୟାଦା ପୁରୁଷୋତ୍ତମ, ଦୈବୀଗୁଣ ସମ୍ପନ୍ନ ଦେବୀ ଦେବତା ହେବେ। ଯେଉଁ ଶ୍ରେଷ୍ଠ ଦେବୀ ଦେବତାଙ୍କର ବର୍ତ୍ତମାନ ଭବ୍ୟ ମନ୍ଦିରମାନ ତିଆରି କରାଯାଇ ଭକ୍ତିର ସହିତ ଗାୟନ
ପୂଜନ ହେଉଛି। ସେଥିପାଇଁ ପରମାତ୍ମା ପିତା ମଧ୍ୟ ଆତ୍ମିକ ପିଲାମାନଙ୍କର ଉନ୍ନତି ପାଇଁ ଉତ୍ତମ ଉପଦେଶମାନ ପ୍ରତ୍ୟହ ପ୍ରଦାନ କରୁଛନ୍ତି। କହୁଛନ୍ତି, ମିଠା ସନ୍ତାନଗଣ, ନିଜର ସାରା ଦିନର ହିସାବ କିତାବ ଅର୍ଥାତ୍ ଚାର୍ଟ ରଖ। ଅମୃତ ବେଳାରେ ବହୁତ ସ୍ନେହର ସହିତ ମୋତେ ମନେ ପକାଅ। ବାଧ୍ୟବାଧକତାରେ ଯୋଗରେ ବସିବା ଠିକ୍ ନୁହେଁ। ସ୍ନେହର ସହିତ ମୋ ଶ୍ରୀମତ ଆଧାରରେ ଦେହୀ ଅଭିମାନୀ ଅର୍ଥାତ୍ ଆତ୍ମ ଅଭିମାନୀ ହୋଇ ପୁରା ଦୟାଶୀଳ ହୁଅ। ତେବେ ତୁମର ବହୁତ ଭଲ ଉନ୍ନତି ହୋଇ ଚାଲିବ। ତେବେ ଯୋଗ ହେଉଛି ମୁଖ୍ୟ। ଏହି ଯୋଗରେ ହିଁ ବିଭିନ୍ନ ପ୍ରକାରର ବିଘ୍ନ ଆସିଥାଏ। ମୁଖ୍ୟତଃ ଅତୀତରେ ଯେଉଁ ସବୁ ବିକର୍ମ କରିଛ, ତାହା ହିଁ ଯୋଗରେ ବସିବା ସମୟରେ ବିଘ୍ନ ରୂପ ହୋଇଥାଏ। ବାରମ୍ବାର ତାହା ସ୍ମୃତିକୁ ଚାଲି ଆସିଥାଏ ଏବଂ ଏକାଗ୍ରତାକୁ ଭଙ୍ଗ କରିଥାଏ। ତୁମେ ଯୋଗ କରିବା ସମୟରେ ଶିବ ବାବାଙ୍କୁ ଆହ୍ୱାନ କରୁଛ, ହେଲେ ମାୟା ଭୁଲେଇବାକୁ ଚେଷ୍ଟା କରୁଛି। ସେଥିପାଇଁ ତୁମେ ଯୋଗର ଚାର୍ଟ ରଖ। ଦେହୀ ଅଭିମାନୀ ହେବାର ପରିଶ୍ରମ କର। ତେବେ ପୂଜନ ଯୋଗ୍ୟ, ଗାୟନ ଯୋଗ୍ୟ ହୋଇଯିବ, ଅର୍ଥାତ୍ ଭଗବାନଙ୍କର ମାଳାରେ ଆସିଯିବ। ଯଦି ଯୋଗରେ ବସିବା ସମୟରେ ମିତ୍ର ସମ୍ବନ୍ଧୀ ଖାଇବା ପିଇବା ଇତ୍ୟାଦି ମନେ ପଡ଼ିଲା, ତେବେ ନା ବିକର୍ମ ବିନାଶ ହେଇପାରିବ, ନା ଆତ୍ମାର ଉନ୍ନତି ହେଇପାରିବ। କେବଳ ବସି ବସି ସମୟ ନଷ୍ଟ ହିଁ ସାର ହେବ। କୁହାଯାଏ ନା, ଯାଉ ଆସୁ ଦିନ ଯାଉ, ଶରୀର କୁଶଳ ଥାଉ। ସେଥିପାଇଁ ଏକାଗ୍ରତାର ସହିତ ଏକ ନିରାକାର ଶିବ ବାବାଙ୍କ ସ୍ମୃତିରେ ବସିବାର ଅଭ୍ୟାସ ଦରକାର। ପ୍ରତ୍ୟେକ କର୍ମ ଶ୍ରୀମତ ଅନୁସାରେ କରିବାକୁ ହେବ। ସମ୍ପୂର୍ଣ୍ଣ ଦୟାଶୀଳ ହୋଇ ସର୍ବ ଆତ୍ମାଙ୍କର କଲ୍ୟାଣ କରିବାର ସେବା କରିବା ଦରକାର। ଯୋଗରେ ସମ୍ପୂର୍ଣ୍ଣ ଶକ୍ତିଶାଳୀ ହେବା ଉଚିତ। ଏଠାରେ କହି ରଖେ, ଯୋଗ କହିଲେ ମୁଁ ଆତ୍ମା ଏହି ନିଶ୍ଚୟ କରି ମୁଁ ଯେଭଳି ବିନ୍ଦୁ ମୋର ପିତା ବା ସର୍ବ ଆତ୍ମାଙ୍କର ପିତା ନିରାକାର ପରମାତ୍ମା ସର୍ବଶକ୍ତିମାନ ମଧ୍ୟ ଜ୍ୟୋତି ସ୍ୱରୂପ, ତାଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା। ଦେହକୁ ସମ୍ପୂର୍ଣ୍ଣ ଭୁଲିବାର ଅଭ୍ୟାସ କରିବା। ଜ୍ଞାନବାନ ଆତ୍ମା ହୋଇ ବ୍ୟର୍ଥକୁ ଜାଣିବା ସହିତ ତାକୁ ସମାପ୍ତ କରିବା ତଥା ପରିବର୍ତ୍ତନ କରିଦେଉଥିବା ସ୍ୱାଭାବିକ ଯୋଗୀ ହୁଅ। ସେଥିପାଇଁ ମନ ଓ ବୁଦ୍ଧିକୁ ବ୍ୟର୍ଥଠାରୁ ସର୍ବଦା ମୁକ୍ତ ରଖ। ଜ୍ଞାନବାନ ଓ ଶକ୍ତିବାନ ହୁଅ। ତେବେ ଭୁଲ ଠିକକୁ ବୁଝିପାରି ପରିବର୍ତ୍ତନ କରିପାରିବ। ବ୍ୟର୍ଥଠାରୁ ବେପରୁଆ ହେଇଯାଅ, କିନ୍ତୁ ମର୍ଯ୍ୟାଦା ପାଳନ କରିବାରେ ବେପରୁଆ ନୁହେଁ। ସାଧୁ ସାବଧାନ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ଆତ୍ମାର ଉନ୍ନତି ପାଇଁ ସେହି କଲ୍ୟାଣକାରୀ ଆତ୍ମିକ ପିତା ପରମପିତା ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରି ନିଜ ଜୀବନରେ ଧାରଣ କରିବା। ସାରା ବିଶ୍ୱର କଲ୍ୟାଣାର୍ଥେ
महान सेवा करी चलिबा। ओम शांति, ओम शांति, ओम शांति।